जामिमां पुष्पितां वाचं प्रवदन्ते विपश्चितः वेदवादरताः पार्थ नान्यदस्तीतिः वादिनः कामात्मानं स्वर्गपर जन्मकर्म फलप्रदं क्रियाविशेषबहुलां भवौश्वर्यगति प्रति। हे पृथानंदन, ଯେଉଁମାନେ କାମନାର ତନ୍ମୟ ରଖିଛନ୍ତି, ସ୍ୱର୍ଗକୁ ଶ୍ରେଷ୍ଠ ମନେ କରୁଛନ୍ତି, ବେଦବର୍ଣ୍ଣିତ ସକାମ କର୍ମରେ ପ୍ରୀତି ରଖିଛନ୍ତି, ଭୋଗ ବ୍ୟତୀତ ଆଉ କିଛି ନାହିଁ ବୋଲି କହୁଛନ୍ତି, ସେହି ଅବିବେକୀ ମନୁଷ୍ୟ ଏହି ପ୍ରକାର ଯେଉଁ ପୁଷ୍ପିତ ବାଣୀ କହନ୍ତି, ତାହା ଜନ୍ମରୂପକ କର୍ମଫଳ ପ୍ରଦାନ ତଥା ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ଅନେକ କ୍ରିୟାର ବର୍ଣ୍ଣନା କରେ। କାମାତ୍ମାନ, ସେମାନେ କାମନାରେ ଏତେ ଜଡ଼ିତ ରହନ୍ତି ଯେ ସେମାନେ ନିଜ କାମନା ସ୍ୱରୂପ ପାଲଟି ଯାଆନ୍ତି। କାମନା ଓ ନିଜ ମଧ୍ୟରେ ସେମାନଙ୍କୁ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ। ସେମାନେ ଭାବନ୍ତି ଯେ କାମନା ବିନା ମନୁଷ୍ୟ ବଞ୍ଚିପାରିବ ନାହିଁ, କାମନା ବିନା କୌଣସି କାର୍ଯ୍ୟ ହୋଇପାରିବ ନାହିଁ, କାମନା ବିନା ମନୁଷ୍ୟ ପଥର ପଡ଼ି ଜଡ଼ ହୋଇଥାଏ, ତାହାର ଚେତନା ବି ରହେ ନାହିଁ। ଏପରି ଭାବନାଯୁକ୍ତ ପୁରୁଷ କାମାତ୍ମାନାଃ ଅଟନ୍ତି। ସ୍ୱୟଂ ଜୀବାତ୍ମା ଅନବରତ ଯଥାବତ୍ ରହେ, ସେଥିରେ କେବେ ହ୍ରାସ ବୃଦ୍ଧି ହୁଏ ନାହିଁ, କିନ୍ତୁ କାମନା ଆସେ ଓ ଚାଲିଯାଏ ତଥା ତାହାର ହ୍ରାସ ଓ ବୃଦ୍ଧି ହୁଏ। ସ୍ୱୟଂ ହେଉଛନ୍ତି ପରମାତ୍ମାଙ୍କ ଅଂଶ, କିନ୍ତୁ କାମନା ସଂସାରର ଅଂଶକୁ ନେଇ ହୁଏ, ଅର୍ଥାତ୍ ସ୍ୱୟଂ ଓ କାମନା ଏ ଦୁଇଟି ଭିନ୍ନ ଭିନ୍ନ। ମାତ୍ର କାମନାରେ ଜଡ଼ିତ ମନୁଷ୍ୟକୁ ନିଜ ସ୍ୱରୂପର ଭିନ୍ନତା ଅନୁଭବ ହୁଏ ନାହିଁ। ସ୍ୱର୍ଗପରାଃ, ସ୍ୱର୍ଗରେ ଅତୀବ ସୁନ୍ଦର ଦିବ୍ୟ ଭୋଗ ମିଳେ, ତେଣୁ ସେମାନଙ୍କ ଦୃଷ୍ଟିରେ ସ୍ୱର୍ଗ ହିଁ ସର୍ବଶ୍ରେଷ୍ଠ ଏବଂ ସେମାନେ ସେହି ସ୍ୱର୍ଗ ପ୍ରାପ୍ତିର ଚେଷ୍ଟାରେ ହିଁ ରାତିଦିନ ଲାଗି ରହନ୍ତି। ଯେଉଁମାନେ ବେଦରେ ଓ ଶାସ୍ତ୍ର ବର୍ଣ୍ଣିତ ସ୍ୱର୍ଗାଦି ଲୋକରେ ଆସ୍ଥା ରଖିଥାନ୍ତି, ଏଠି ସ୍ୱର୍ଗପରାଃ ପଦରେ ସେହି ମନୁଷ୍ୟଙ୍କ କଥା କୁହାଯାଇଛି। ବେଦବାରତାଃ ପାର୍ଥ ନାନ୍ୟଦସ୍ତି ବାହିନ, ସେମାନେ ବେଦ ବର୍ଣ୍ଣିତ ସକାମ କର୍ମରେ ପ୍ରୀତି ରଖନ୍ତି। ବେଦର ତାତ୍ପର୍ଯ୍ୟ କେବଳ ଭୋଗ ଓ ସ୍ୱର୍ଗ ପ୍ରାପ୍ତି ବୋଲି ସେମାନେ ମାନନ୍ତି, ତେଣୁ ସେମାନେ ବେଦବାଦରତାଃ, ସେମାନଙ୍କ ଧାରଣାରେ ପାର୍ଥିବ ଓ ସ୍ୱର୍ଗୀୟ ଭୋଗ ବ୍ୟତୀତ ଆଉ କିଛି ନାହିଁ, ଅର୍ଥାତ୍ ସେମାନଙ୍କ ଦୃଷ୍ଟିରେ ଭୋଗ ବ୍ୟତୀତ ପରମାତ୍ମା ତତ୍ତ୍ୱଜ୍ଞାନ, ମୁକ୍ତି, ଭଗବତ୍ ପ୍ରେମ ପ୍ରଭୃତି କିଛି ନାହିଁ। ତେଣୁ ସେମାନେ ସର୍ବଦା ଭୋଗରେ ଜଡ଼ିତ ରହନ୍ତି। ଭୋଗ ଉପଭୋଗ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ। ଯାମିମା ପୁଷ୍କିତାଂ ବାଚ ପ୍ରବଦ୍ୟନ୍ତେ ବିପଶ୍ଚିତଃ, ଯେଉଁମାନଙ୍କଠାରେ ସତ୍ ଅସତ, ନିତ୍ୟ ଅନିତ୍ୟ, ଅବିନାଶୀ ବିନାଶୀର ବିବେକ ନାହିଁ, ସେହି ଅବିବେକୀ ମନୁଷ୍ୟ ସଂସାର ଓ ଭୋଗର ବର୍ଣ୍ଣନା ଥିବା ଶୋଭାଯୁକ୍ତ ବେଦବାଣୀ କହନ୍ତି। ଏଠାରେ ପୁଷ୍ପିତାಂ କହିବାର ତାତ୍ପର୍ଯ୍ୟ ହେଉଛି ଯେଉଁ ବାଣୀରେ ଭୋଗ ଓ ଐଶ୍ୱର୍ଯ୍ୟର ବର୍ଣ୍ଣନା ହେଉଛି, ତାହା କେବଳ ପୁଷ୍ପ ଓ ଫୁଲ ଫଳ ନୁହେଁ। ଫଳରୁ ତୃପ୍ତି ମିଳେ, ପତ୍ର ପୁଷ୍ପରୁ ଶୋଭାରୁ ତୃପ୍ତି ମିଳେ ନାହିଁ। ସେହି ବାଣୀ ସ୍ଥାୟୀ ଫଳପ୍ରଦାୟକ ନୁହେଁ। ସେହି ବାଣୀର ଫଳ ସ୍ୱର୍ଗାଦି ଭୋଗ, ଯାହା କେବଳ ରଖିବାକୁ ସୁନ୍ଦର, ସେଥିରେ ସ୍ଥାୟିତ୍ୱ ନାହିଁ। ଜନ୍ମ କର୍ମ ଫଳ ପ୍ରଦାନମ୍, ସେହି ପୁଷ୍ପିତ ବାଣୀ ଜନ୍ମରୂପକ କର୍ମଫଳ ପ୍ରଦାନ କରେ, କାରଣ ସେଥିରେ ପାର୍ଥିବ ଭୋଗରୁ ମହତ୍ତ୍ୱ ଦିଆଯାଇଛି। ସେହି ଭୋଗ ପ୍ରତି ଆସକ୍ତି ହିଁ ପୁନର୍ଜନ୍ମର କାରଣ। କ୍ରିୟାବିଶେଷ ବହୁଳାଂ ଭୋଗୌ ସ୍ୱର୍ଜତି ପ୍ରତିହି, ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ସେହି ପୁଷ୍ପିତ ଅର୍ଥାତ୍ ଶୋଭାଯୁକ୍ତ ବାଣୀ ଯେଉଁ ସକାମ ଅନୁଷ୍ଠାନର ବର୍ଣ୍ଣନା କରେ, ସେଥିରେ କ୍ରିୟାର ବହୁଳତା ଥାଏ, ଅର୍ଥାତ୍ ସେହି ଅନୁଷ୍ଠାନରେ ଅନେକ ପ୍ରକାର ବିଧିବିଧାନ ଥାଏ ଏବଂ ସେଥିରେ ଅନେକ ପ୍ରକାର କ୍ରିୟା ଓ ପଦାର୍ଥର ଆବଶ୍ୟକତା ପଡ଼େ ତଥା ଶରୀରାଦି ଦ୍ୱାରା ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼େ।